ପିଲାମାନେ ଆଜି ଆମେ ଗୋଟିଏ ସୁନ୍ଦର ଗପଟିଏ ପଢିବା। ଆଚ୍ଛା କହିଲ ପିଲାମାନେ, ସେ ଗପଟିର ନାଁ କ'ଣ? ସେ ଗପଟିର ନାଁ ହେଉଛି ସାହାଯ୍ୟର ପ୍ରତିଦାନ। ତ ପିଲାମାନେ, ଆମେ କାହାକୁ ଯଦି ସାହାଯ୍ୟ କରୁ ତା ପ୍ରତି ବଦଳରେ ଆମକୁ କ'ଣ ମିଳିଥାଏ? ସାହାଯ୍ୟ ହିଁ ମିଳିଥାଏ ହେଲା। ତାହେଲେ ଗପଟିର ନାଁ ହେଉଛି ସାହାଯ୍ୟର ପ୍ରତିଦାନ। ତ ପିଲାମାନେ ଏବେ ଦେଖିବା ଆମେ ଏ ଗପଟିରେ କିଏ କାହାକୁ ସାହାଯ୍ୟ କରିଛି ଆଉ ସାହାଯ୍ୟର ପ୍ରତି ବଦଳରେ ତାକୁ କ'ଣ ମିଳିଛି ହେଲା। ତା ପୂର୍ବରୁ ପିଲାମାନେ, ତମେ ଯଦି ଏହି ଚ୍ୟାନେଲରେ ନୂଆ ଥାଅ ତାହେଲେ ଜଲ୍ଦି ଜଲ୍ଦି ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅ। ତ ପିଲାମାନେ, ଯାହା ଫଳରେ ମୁଁ ଏଇଭଳି ପ୍ରତ୍ୟେକ ଦିନ ଗପ ଗୋଟିଏ ଲେଖାଏଁ ତମ ପାଇଁ ନେଇକି ଆସିବି। ତ ପିଲାମାନେ, ଏବେ ଆମେ ଗପଟିକୁ ଭଲ ଭାବରେ ପଢିବା ଏବଂ ଶୁଣିବା। ଗପଟିର ନାଁ ହେଉଛି କ'ଣ ପିଲାମାନେ? ସାହାଯ୍ୟର ପ୍ରତିଦାନ। ଗୋଟିଏ ଚାଷୀ ଛେଳିଟିଏ ରଖିଥାଏ। ଛେଳିକୁ ଚାଷୀ ବହୁତ ଭଲ ପାଏ। ତ ପିଲାମାନେ, ଗୋଟିଏ ଚାଷୀଟିଏ ସେ କ'ଣ କରିଛି ନା ଛେଳିଟିଏ ରଖିଥିଲା। ସେ ଚାଷୀ ଛେଳିଟିକୁ ସେ ବହୁତ ଭଲ ପାଏ। ଛେଳିକୁ ସେ ବାନ୍ଧି ରଖିବାକୁ ଭଲ ପାଏ ନା। ତ ପିଲାମାନେ, ଯେହେତୁ ସେ ଛେଳିଟିକୁ ବହୁତ ଭଲ ପାଏ, ସେଥିପାଇଁ ସେ ଛେଳିଟିକୁ ବାନ୍ଧି ରଖିବାକୁ ଭଲ ପାଏ ନା। ଛେଳିକୁ ଖୋଲାରେ ଚରିବାକୁ ଛାଡ଼ିଦିଏ। ତ ପିଲାମାନେ, ସେ କ'ଣ କରେ ନା ଛେଳିଟିକୁ ଖୋଲାରେ ଚରିବାକୁ ମଧ୍ୟ ଛାଡ଼ିଦିଏ। ତେବେ ଛେଳିଟା ନିରୀହ ହୋଇଥିବାରୁ ତାକୁ କାଳେ କିଏ ହଇରାଣ କରିବ, ସେଥିପାଇଁ ତା ବେକରେ ଗୋଟିଏ ଘୁଙ୍ଗୁର ଝୁଲେଇ ଦେଇଥାଏ। ତ ପିଲାମାନେ, ଯେହେତୁ ଛେଳିଟା ବହୁତ ନିରୀହ ହୋଇଥିବାରୁ ତାକୁ କାଳେ କିଏ ହଇରାଣ କରିବ, ସେଥିପାଇଁ ତା ବେକରେ ଗୋଟିଏ ଘୁଙ୍ଗୁର ମଧ୍ୟ ଚାଷୀ ଝୁଲେଇ ଦେଇଥାଏ। କାରଣ କ'ଣ? ଯଦି କିଏ ହଇରାଣ କରେ, ସେ ଯୋଉ ଘୁଙ୍ଗୁରଟିକୁ ଚାଷୀ ତା ବେକରେ ଝୁଲେଇ ଦେଇଛି, ସେ ଶବ୍ଦ ଶୁଣିବା ମାତ୍ରକେ ଚାଷୀ ସେଠାକୁ ଚାଲିଯିବ ଆଉ ଛେଳିକୁ ମୁକୁଳେଇ ଆଣିବ। ସେଥିପାଇଁ ଚାଷୀଟି କ'ଣ କରିଛି ନା ଛେଳି ବେକରେ ଗୋଟିଏ ଘୁଙ୍ଗୁରଟିଏ ଝୁଲେଇ ଦେଇଛି। ଛେଳି ଚାଲିଲେ କି ଡେଇଁଲେ ସେ ଘୁଙ୍ଗୁର ବାଜେ। ତ ପିଲାମାନେ, ଯେହେତୁ ଛେଳି ବେକରେ ଗୋଟିଏ ଘୁଙ୍ଗୁରଟିଏ ବନ୍ଧା ଯାଇଛି, ସେ ଛେଳି ଚାଲିଲେ ବା ଡେଇଁଲେ ସେ ଘୁଙ୍ଗୁରଟି ବାଜେ। ଏଣୁ ସେ ଘୁଙ୍ଗୁର ଶବ୍ଦ ଶୁଣି ଅନ୍ୟ ଜୀବମାନେ ଡରିଯାଆନ୍ତି। ତ ପିଲାମାନେ, ସେ ଯୋଉ ଘୁଙ୍ଗୁରର ଶବ୍ଦ ଶୁଣିବା ମାତ୍ରେ ଯେକୌଣସି କ'ଣ ପଶୁ ପକ୍ଷୀ ହଉ, ସେମାନେ କ'ଣ କରନ୍ତି ନା ଡରିଯାଆନ୍ତି। ଏଣୁ ଚାଷୀ ତାକୁ ଜଗିବ କ'ଣ? ସେ ଘୁଙ୍ଗୁର ଛେଳିକୁ ଜଗିବା ଭଳି କାମ କରେ। ତ ପିଲାମାନେ, ଯାହା ଫଳରେ ଚାଷୀକୁ ଆଉ ଛେଳି ଜଗିବାକୁ ପଡେ ନାହିଁ, ସେ ଘୁଙ୍ଗୁର ଛେଳିକୁ ଜଗିବା ଭଳି କାମ କରିଥାଏ। ତ ପିଲାମାନେ, ତାପରେ ଦେଖିବା କ'ଣ ହେଲା, କିଏ କାହାକୁ ସାହାଯ୍ୟ କଲା ଆଉ ସାହାଯ୍ୟର ପ୍ରତି ବଦଳରେ ତାକୁ କ'ଣ ମିଳିଲା। ଚାଷୀର ଘର ପାଖରେ ଗୋଟିଏ ପଡ଼ିଆ, ସେଇ ପଡ଼ିଆରେ ଗଛଟିଏ। ତ ପିଲାମାନେ, ଚାଷୀର ଘର ପାଖରେ ଗୋଟିଏ ଖୋଲା ପଡ଼ିଆ ମଧ୍ୟ ଥାଏ। ସେଇ ପଡ଼ିଆରେ ଗଛଟିଏ ମଧ୍ୟ ଥାଏ। ଦିନେ ସେଇ ଗଛରେ କପୋତଟିଏ ବସିଥାଏ। ତ ପିଲାମାନେ, କପୋତ ପକ୍ଷୀ ତମାନେ ସବୁ ଦେଖିଥିବ, କପୋତ ପକ୍ଷୀ ଦେଖିବାକୁ ଧଳା ହୋଇଥାଏ। ସେ ଗଛରେ କ'ଣ ହେଇଛି ନା କପୋତ ପକ୍ଷୀଟିଏ ମଧ୍ୟ ବସିଥାଏ। ଜଣେ ଶିକାରୀ ସେଇ ଗଛରେ ବସିଥିବା କପୋତକୁ ଦେଖି ମନେ ମନେ ବହୁତ ଖୁସି ହୋଇ ତାକୁ ଧରିବାକୁ ନଳ ଯୋଖିଥାଏ। ତ ପିଲାମାନେ, ସେ ଯୋଉ ଗଛରେ କପୋତଟିଏ ବସିଥିଲା, ସେ କପୋତଟିକୁ ଧରିବା ପାଇଁ ଗୋଟିଏ ଶିକାରୀ କ'ଣ କରିଛି ନା ମନେ ମନେ କ'ଣ କରିଛି, ତାକୁ ଦେଖିକି ବହୁତ ଖୁସି ହୋଇଛି ଆଉ ତାକୁ ଧରିବା ପାଇଁ ମଧ୍ୟ ଚେଷ୍ଟା କରିଛି। ଛେଳି ବୁଲୁ ବୁଲୁ ସେଇ ପଡ଼ିଆରେ ଥିବା ଗଛ ପାଖକୁ ଆସିଗଲା। ତ ପିଲାମାନେ, ଛେଳି ପଡ଼ିଆରେ ବୁଲୁ ବୁଲୁ ସେ ଗଛ ପାଖକୁ ଆସିଗଲା। ପିଲାମାନେ, କୋଉ ଗଛ ପାଖକୁ ନା ଯୋଉ ଗଛରେ କପୋତଟି ବସିଥିଲା। ଛେଳିର ଘୁଙ୍ଗୁର ଶବ୍ଦରେ କପୋତଟି ଶବ୍ଦକୁ ବାରିବା ପାଇଁ ଏଣେ ତେଣେ ଚାହୁଁଛି। ହଠାତ୍ ତା ନଜର ପଡ଼ିଗଲା ଯେ ଶିକାରୀର ନଳ ତାର ପାଖାପାଖି ହୋଇଯାଇଛି। ତ ପିଲାମାନେ, ଶବ୍ଦରେ କ'ଣ କଲା ନା ଛେଳି ବେକରେ ଯୋଉ ଘୁଙ୍ଗୁରଟି ବନ୍ଧା ଯାଇଥିଲା, ସେଇ ଛେଳିର ଘଣ୍ଟରେ ବା ସେ ଯୋଉ ଘୁଙ୍ଗୁର ଶବ୍ଦରେ କପୋତଟି କ'ଣ କଲା ନା ଏଣେ ତେଣେ ଚାହିଁଲା। ତାର ନଜର କାହା ଉପରେ ପଡ଼ିଗଲା? ଏଣେ ତେଣେ ଚାହିଁବା ସମୟରେ ହଠାତ୍ ତାର ନଜର ଶିକାରୀ ଉପରେ ପଡ଼ିଗଲା ଆଉ ଦେଖିଲା ଯେ ଶିକାରୀର ନଳ ତାର ପାଖାପାଖି ହୋଇଯାଇଛି ଆଉ ସେ ଡରି ଯାଇ ଉଡ଼ିଗଲା। ତ ପିଲାମାନେ, ସେ ବହୁତ ଜୋରେ ଡରିଗଲା। ଡରି ଯାଇକି କପୋତଟି ଉଡ଼ି ପଳାଇଲା। କପୋତ ଉଡ଼ିଯିବା ପରେ ସେଇ ଶିକାରୀ ମନ ଖରାପ କରି ଚାଲିଗଲା। ତ ପିଲାମାନେ, ଯେହେତୁ କପୋତଟିକୁ ଦେଖିକି ଶିକାରୀ ବହୁତ ଖୁସି ହୋଇଯାଇଥିଲା ଛେଳିର ସେଇ ଯୋଉ ଶବ୍ଦରେ, ତ ପିଲାମାନେ, ଛେଳିର ଘୁଙ୍ଗୁର ଶବ୍ଦରେ କପୋତଟି କ'ଣ ଶିକାରୀ ଉପରେ ଲକ୍ଷ୍ୟ ପଡ଼ିଗଲା ଆଉ ସେ ଶିକାରୀର କ'ଣ ତାର ନଳ, ପିଲାମାନେ, ଶିକାରୀର ନଳ ତାର ପାଖାପାଖି ହୋଇଯାଇଥିବାର ଦେଖି କପୋତଟି ଡରିଗଲା ଆଉ ତାପରେ ଉଡ଼ି ପଳାଇଲା। ଉଡ଼ିଯିବା ପରେ କ'ଣ କଲା ନା ଶିକାରୀଟି ବହୁତ ମନ ଖରାପ କଲା ଆଉ ତାପରେ ସେଠୁ ସେ ଚାଲିଗଲା। କପୋତ ପୁଣି ସେଇ ଗଛକୁ ଉଡ଼ି ଆସି ବସି ଭାବିଲା ଯେ ସେଇ ଛେଳିର ଘୁଙ୍ଗୁର ଶବ୍ଦ ତାକୁ ଶିକାରୀ ହାବୁଡ଼ରୁ ବଞ୍ଚାଇ ଦେଲା। ତ
ତ ପିଲାମାନେ ଶିକାରୀଟି ଯେତେବେଳେ ଚାଲି ଯାଇଛି ସେତେବେଳେ ପୁଣି ଥରେ କପୋତ ସେଇ ଗଛ ପାଖକୁ ଫେରି ଆସିଲା। ଆଉ ସେ ଗଛ ଉପରେ ଉଡ଼ି ଆସି ବସିଲା। ଆଉ ସେ ଛେଳିର ଘୁଙ୍ଗୁର ଶବ୍ଦ ତାକୁ ଶିକାରୀ ହାବୁଡ଼ରୁ ବଞ୍ଚେଇ ଦେଲା ବୋଲି ସେ ଗଛ ଉପରେ ବସି ଭାବିଲା। କପୋତ ଜାଣିଛି ଯେ ଛେଳି ଜାଣିଶୁଣି ତାକୁ ଶିକାରୀ ହାତରୁ ବଞ୍ଚେଇ ଦେଇନି। ତ ପିଲାମାନେ କପୋତଟି ଜାଣିଛି ଯେ ଛେଳି ଜାଣିଶୁଣି ତାକୁ ଶିକାରୀ ହାତରୁ ବଞ୍ଚେଇ ଦେଇନି, କିନ୍ତୁ ସେ ନିଜେ ଯଦି ବଞ୍ଚିଛି କେବଳ ଛେଳିର ଘୁଙ୍ଗୁର ପାଇଁ। ତ ପିଲାମାନେ କପୋତଟି ସେଠି ବସିକି ଚିନ୍ତା କରୁଛି କ'ଣ ନା କପୋତ ଜାଣିଛି ବା ସେ ଚିନ୍ତା କରୁଛି ସେ ଗଛ ଡାଳରେ ବସିକି କି ଛେଳି ତାକୁ ଜାଣିଶୁଣି କ'ଣ ଶିକାରୀ ହାତରୁ ବଞ୍ଚେଇ ଦେଇନି, କିନ୍ତୁ ନିଜେ ଯଦି ବଞ୍ଚିଛି ଆଜି ଆଉ ସେ ବଞ୍ଚିକି ଯଦି ସେ ଗଛ ଡାଳରେ ଆସିକି ବସିଛି କେବଳ କାହା ପାଇଁ ନା ସେ ଛେଳିର ଘୁଙ୍ଗୁର ପାଇଁ। ଛେଳି ଯଦି ଠିକ୍ ସେଇ ସମୟରେ ଆସିନଥାନ୍ତା ତେବେ ସେଇଦିନ ସେହି ଜାଗାରେ ତାର ସବୁ ସରିଯାଇଥାନ୍ତା। ତ ପିଲାମାନେ ସେ ପୁଣି ସେ ଗଛ ଡାଳରେ କପୋତଟି ବସିକି ଭାବୁଛି କ'ଣ ନା ଛେଳି ଯଦି ଠିକ୍ ସେହି ସମୟରେ ଆସିନଥାନ୍ତା ତେବେ ସେହିଦିନ ସେହି ଜାଗାରେ ତାର ସବୁ ସରିଯାଇଥାନ୍ତା। ଏଣୁ କପୋତର ଛେଳି ପ୍ରତି ତାର ବହୁତ ଆନ୍ତରିକତା ବଢ଼ିଯାଇଥାଏ। ତ ପିଲାମାନେ ସେଇ କପୋତ ବା ସେଇ ପକ୍ଷୀଟିର ଛେଳି ପ୍ରତି ତାର ବହୁତ ଆନ୍ତରିକତା ବା ଭଲ ପାଇବା ବହୁତ ସ୍ନେହ ମଧ୍ୟ ବଢ଼ିଯାଇଥାଏ। ଯେହେତୁ ତା ପାଇଁ ଆଜି ତାର ଜୀବନକୁ ସେ ଫେରି ପାଇଛି ସେଥିପାଇଁ କପୋତ ମନେ ମନେ ଛେଳିକୁ ଭଲ ପାଇ ବସିଛି ଆଉ ତାର ସ୍ନେହ ଶ୍ରଦ୍ଧା ମଧ୍ୟ ବଢ଼ି ଯାଇଛି ଛେଳି ପ୍ରତି। ତାପରେ ପିଲାମାନେ ଦେଖିବା କ'ଣ ହେଲା। ଏଣୁ ପ୍ରାୟ ଦିନ କପୋତ ସେଇ ଛେଳିକୁ ଦେଖିବା ପାଖକୁ ଆସେ। ତ ପିଲାମାନେ ପ୍ରାୟ ଦିନ ପିଲାମାନେ କ'ଣ କରେ କପୋତ ନା ସେଇ ଛେଳିକୁ ଦେଖିବାକୁ ସେ ଆସେ। ସେ ଗଛ ପାଖକୁ ସେ ଉଡ଼ି ଆସେ ଆଉ ସେ ଗଛ ଉପରେ ବସି ଛେଳିକୁ ଦେଖେ। ଯେହେତୁ ଛେଳି ପାଇଁ ସେ ତାର ଜୀବନକୁ ଫେରି ପାଇଛି ଆଉ ଛେଳି ପ୍ରତି ତାର ବହୁତ ଆନ୍ତରିକତା ବହୁତ ଭଲ ପାଇବା ବଢ଼ିଯାଇଛି ସେଥିପାଇଁ କପୋତ କ'ଣ କରେ ନା ଛେଳିକୁ ଦେଖିବାକୁ ଆସେ। ଛେଳିର ପାଖକୁ ଆସି କପୋତ ତା ପାଖରେ ବସେ। ତ ପିଲାମାନେ କପୋତ ପୁଣି କ'ଣ କରେ ନା ଛେଳିର ପାଖକୁ ମଧ୍ୟ ଉଡ଼ି ଆସେ, ଉଡ଼ି ଆସି ତା ପାଖରେ ବସେ। କପୋତକୁ ଦେଖି ଛେଳି ଖୁସିରେ ଡିଆଁ ଡେଇଁ କରେ। ତ ପିଲାମାନେ ଯେହେତୁ କପୋତ ଉଡ଼ି ଆସି ଛେଳି ପାଖରେ ବସେ ଛେଳି ମଧ୍ୟ କପୋତକୁ ଦେଖି ବହୁତ ଖୁସି ହୋଇଯାଏ ଆଉ ସେ ଖୁସିରେ ମଧ୍ୟ ଡିଆଁ ଡେଇଁ କରେ। ତାପରେ ପିଲାମାନେ ଦେଖିବା କ'ଣ ହେଲା। ଧୀରେ ଧୀରେ ଛେଳି କପୋତର ଖେଳ ବଢ଼ିଯାଏ। ତ ପିଲାମାନେ ଏହିଭଳି ପ୍ରତ୍ୟେକ ଦିନ ଯେହେତୁ କପୋତ ଛେଳି ପାଖକୁ ଆସେ ହେଲା, ପିଲାମାନେ ଛେଳି ପାଖକୁ ଆସିଲା ପରେ ଛେଳି ଖୁସି ହୋଇଯାଏ, ସେମାନେ ଖୁସିରେ ଡିଆଁ ଡେଇଁ ମଧ୍ୟ କରନ୍ତି। ଧୀରେ ଧୀରେ ଛେଳି ଓ କପୋତର ଖେଳ ବଢ଼ିଯାଏ। ତ ପିଲାମାନେ ଏହିଭଳି ଧୀରେ ଧୀରେ ସେମାନଙ୍କ ଖେଳ ମଧ୍ୟ ବଢ଼ିଯାଏ। ସେମାନେ ପ୍ରତ୍ୟେକ ଦିନ ଏଇଭଳି ଖେଳନ୍ତି। ଦିନେ ଛେଳି ଏକୁଟିଆ ବୁଲୁଛି। ଏଇ ସମୟରେ ଗୋଟିଏ ବିଲୁଆ ଛେଳିକୁ ଦେଖି ଗୋଡ଼ାଇଲା। ତ ପିଲାମାନେ ଛେଳି ଦିନେ କ'ଣ କରୁଥିଲା ନା ଏକୁଟିଆ ବୁଲୁଛି ବା ଏକୁଟିଆ ଚରୁଛି। ସେହି ସମୟରେ ଗୋଟିଏ ବିଲୁଆଟିଏ ତା ପାଖକୁ ଆସିଲା ଆଉ ଛେଳିକି ଦେଖି ଗୋଡ଼ାଇଲା। ଏ କଥା ଦେଖି କପୋତ ଛେଳି ଯୁଆଡ଼େ ଯାଉଥାଏ ତା ସହିତ ଉପରେ ଉଡ଼ି ଉଡ଼ି ଯାଉଥାଏ। ତ ପିଲାମାନେ ଏ କଥାକୁ ମଧ୍ୟ କପୋତ ଦେଖିଲା। କପୋତ କ'ଣ କଲା ନା ଛେଳି ଯୁଆଡ଼େ ଯାଉଥାଏ ବା ଯୁଆଡ଼େ ତାକୁ ବିଲୁଆ ଗୋଡ଼ଉଥାଏ ଛେଳି ସହିତ କ'ଣ କରୁଥାଏ କପୋତ ନା ତା ଉପରେ ଛେଳି ସହିତ ଉଡ଼ି ଉଡ଼ି ଯାଉଥାଏ। ବିଲୁଆ ଛେଳିକୁ ଜୋରରେ ଗୋଡ଼ଉଥିବାରୁ ଛେଳି ଜୋରରେ ଦୌଡ଼ୁଥାଏ। ତ ପିଲାମାନେ ବିଲୁଆ କ'ଣ କଲା ନା ଛେଳିକୁ ଜୋରରେ ଗୋଡ଼ଉଥିବାରୁ ଛେଳି ମଧ୍ୟ ଜୋରରେ ଦୌଡ଼ିବାକୁ ଲାଗିଲା। ଏମିତି ଦୌଡ଼ୁ ଦୌଡ଼ୁ ଛେଳିଟା ଗୋଟିଏ ଗଢ଼ିଆରେ ପଶିଗଲା। ତ ପିଲାମାନେ ଛେଳିଟି କ'ଣ କଲା ନା ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ସେ କ'ଣ ଦୌଡ଼ୁ ଦୌଡ଼ୁ ଗୋଟିଏ ଗଢ଼ିଆରେ ପଶିଗଲା। ସେ ଗଡ଼ିଆରେ ପାଣି ବହୁତ କମ୍ ଥାଏ କିନ୍ତୁ ସେଠି ପଙ୍କ ବହୁତ ଥାଏ। ତ ପିଲାମାନେ ଛେଳିଟି ଦୌଡ଼ି ଦୌଡ଼ି ଯାଇ ଯେଉଁ ପୋଖରୀରେ ପଶିଗଲା ସେଇ ପୋଖରୀରେ ପାଣି ବହୁତ କମ୍ ଥାଏ କିନ୍ତୁ ସେଠି ବହୁତ ଗୁଡ଼ିଏ ପଙ୍କ ଥାଏ। ଛେଳି ସେ ଗଢ଼ିଆରେ ପଶିଯିବାରୁ ଆଉ ପଙ୍କରୁ ବାହାରି ପାରିଲାନି। ତ ପିଲାମାନେ ଛେଳିଟି ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ସେ କ'ଣ କଲା ନା ସେ ପୋଖରୀ ଭିତରେ ପଶିଗଲା। ଆଉ ସେ ପୋଖରୀ ଭିତରେ ବହୁତ ପାଣି କମ୍ ଥିଲା, ବହୁତ ହ୍ରଦ ବହୁତ ବା ପଙ୍କ ବହୁତ ଥିଲା। ସେ ଆସ୍ତେ ଆସ୍ତେ କ'ଣ କଲା ନା ସେ ପଙ୍କରୁ କ'ଣ ସେ ଗଡ଼ିଆ ଭିତରେ ଯେହେତୁ ଛେଳିଟି ପଶିଯାଇଛି ସେ ପୋଖରୀରେ ବହୁତ ଗୁଡ଼ିଏ ପଙ୍କ ଥିଲା, ସେ ପଙ୍କରୁ ଆଉ ବାହାରି ପାରିଲାନି। ସେ ଆସ୍ତେ ଆସ୍ତେ ଏତେ ପଙ୍କ ଭିତରକୁ ତା ଗୋଡ଼ ପଶିଗଲା ଯେ ତାର ବେକ ପର୍ଯ୍ୟନ୍ତ ପଙ୍କରେ ସେ ପଶି ଯାଇଥାଏ। ତ ପିଲାମାନେ ସେ ଆସ୍ତେ ଆସ୍ତେ ଏତେ ପଙ୍କ ଭିତରକୁ ତା ଗୋଡ଼ ପଶିଗଲା ଯେ ତାର ବେକ ପର୍ଯ୍ୟନ୍ତ ପଙ୍କରେ ସେ ପଶି ଯାଇଥାଏ। ଏପରି ଅବସ୍ଥା ଦେଖି କପୋତ ଜାଣିଲା ଯେ ଛେଳି ଏ ପଙ୍କରୁ ବାହାରିବା ଏତେ ସହଜ ନୁହେଁ। ତ ପିଲାମାନେ ଯେହେତୁ କପୋତ ଛେଳି ସାଙ୍ଗରେ ଉପରେ ଉଡ଼ି ଉଡ଼ି ଯାଇଥାଏ ସେ କପୋତ ଯେତେବେଳେ ଦେଖିଲା
ଛେଳି ଯେତେବେଳେ କ'ଣ ପଙ୍କ ଭିତରେ ପଶି ଯାଇଛି, ବହୁତ ପଙ୍କ ଭିତରକୁ ବା ଗହୀର ଭିତରକୁ ପଶି ଯାଇଛି, ସେଇଠୁ କପୋତ ମନେ ମନେ ସ୍ଥିର କଲା କ'ଣ ନା ଛେଳି ଏ ପଙ୍କରୁ ବାହାରିବା ଏତେ ସହଜ ନୁହେଁ। ବିଲୁଆ ଜାଣି ଜାଣି ତାକୁ ଗୋଡ଼େଇ ଆଣି ଛେଳିକୁ ଏ ପଙ୍କରେ ପକେଇ ମାରିବାକୁ ଚାହିଁଛି। ତ ପିଲାମାନେ କପୋତଟି କ'ଣ ଦୁଃଖରେ ସେଇ ସମୟରେ ଭାଙ୍ଗି ପଡ଼ିଛି। ଆଉ ସେ ଚିନ୍ତା କରିଛି ଯେ ବିଲୁଆ ତାକୁ ଜାଣି ଜାଣି ଗୋଡ଼େଇ ଆଣି ଛେଳିକୁ ଏଇ ପଙ୍କରେ ପକେଇ ମାରିଦେବାକୁ ଚାହିଁଛି। ଆଉ କପୋତଟି ସେଇ ସମୟରେ ବହୁତ ଭାଙ୍ଗି ପଡ଼ିଛି। ଯେହେତୁ ପ୍ରତ୍ୟେକ ଦିନ ସେମାନେ ଖେଳନ୍ତି, ହସନ୍ତି, ବୁଲନ୍ତି, ଆଉ ତାର ସାଙ୍ଗ ଛେଳି ବିପଦରେ ପଡ଼ିଛି, ସେଥିପାଇଁ ସେ ବହୁତ ଦୁଃଖରେ ଭାଙ୍ଗି ପଡ଼ିଛି। ଆଉ ତାକୁ ସାହାଯ୍ୟ କରିବା ପାଇଁ କ'ଣ ଉପାୟ ଚିନ୍ତା କରିଛି। ତ ପିଲାମାନେ ଦେଖିବା ତାପରେ କ'ଣ ହେଇଛି। କାରଣ ଛେଳି ମରିଗଲେ ସେ ଛେଳିକୁ ଖାଇ ବିଲୁଆ କେତେ ଦିନ ଯାଏ ଚଳିଯିବ। ତ ପିଲାମାନେ କପୋତଟି ମନେ ମନେ ଭାବିଛି କ'ଣ ନା ବିଲୁଆ ତାକୁ ଜାଣି ଜାଣି ଏଭଳି ପଙ୍କକୁ ପେଲି ଦେଇଛି, ହେଲା, ପେଲି ଦେଇଛି ଆଉ ତାକୁ ମାରିବା ପାଇଁ। କାରଣ ଛେଳି ମରିଗଲେ ସେ ଛେଳିକୁ ଖାଇ ବିଲୁଆ କେତେ ଦିନ ଯାଏ ଚଳିଯିବ। ତେବେ କପୋତ ଭାବି ଚାଲିଲା ଯେ ଯେମିତି ହଉ ଛେଳିକୁ ବଞ୍ଚେଇବାକୁ ହେବ। ତ ପିଲାମାନେ ଯେହେତୁ ଛେଳିର ସାଙ୍ଗ କପୋତ, ସେଠୁ ସେ ଛେଳି ଯେତେବେଳେ ଅସୁବିଧାରେ ବା ବିପଦରେ ପଡ଼ିଛି, ଛେଳିକୁ ବଞ୍ଚେଇବା ପାଇଁ ସେ କ'ଣ ବହୁତ ଚିନ୍ତା କରିଛି। ଆଉ ସେ ଭାବିଛି କ'ଣ ନା ସେ ଭାବିଛି ଯେ ସେ ଯେମିତି ବି ହଉ ସେ ଛେଳିକି ବଞ୍ଚାଇବ। ହେଲେ ସେ କ'ଣ କରିପାରିବ? ହେଲେ ପିଲାମାନେ ସେ ନିଜେ ଚିନ୍ତା କରୁଛୁ ଯେ ସେ କ'ଣ କରିପାରିବ, ତାର ବଳ କେତେ। ଯେହେତୁ ପିଲାମାନେ ସେ ପକ୍ଷୀଟିଏ, ତାର ବଳ ବା କେତେ, ସେ କିପରି ଛେଳିକୁ ପଙ୍କରୁ ଉଦ୍ଧାର କରିବ। ସେ କେମିତି ଛେଳିକୁ ସେ ପଙ୍କରୁ ଉଠାଇବ। ତ ପିଲାମାନେ ଯେହେତୁ ଗଢ଼ିଆ ଭିତରେ ଏତେ ପଙ୍କ ଭିତରେ ଛେଳିଟି ବୁଡ଼ି ଯାଇଛି, ଆଉ ସେ କେମିତି ବା ତାର ବଳ ବା କେତେ ସେ ଛେଳିକୁ ସେ ପଙ୍କରୁ ଉଠାଇବ। ନା ସେ ଛେଳିକୁ ପଙ୍କରୁ ଉଠାଇ ପାରିବ, ନା କାହାକୁ ଡାକି ପାରିବ। ତ ପିଲାମାନେ ସେ ସେଇଠୁ ଚିନ୍ତା କରିଛି ଯେ କ'ଣ ନା ସେ ଛେଳିକୁ ପଙ୍କରୁ ଉଠାଇ ପାରିବ, ନା କାହାକୁ ଡାକି ପାରିବ, ନା ତା କଥା କିଏ ବୁଝିପାରିବେ। ଛେଳି ବିକଳରେ ଚାହିଁ କେବଳ ବୋବଉଥାଏ। ତ ପିଲାମାନେ ଛେଳିଟି କ'ଣ କରୁଥାଏ ନା ବିକଳରେ ସେଇଭଳି ଚାହିଁ ରହିଥାଏ, ଚାହିଁ ରହିକି ବୋବଉଥାଏ। ହେଲେ ସେ ଜାଗା ପୁରାପୁରି ନିର୍ଜନ ଜାଗା। ତ ପିଲାମାନେ ସେ ଜାଗା ପୁରା ହେଉଛି ନିର୍ଜନ ଜାଗା। ନିର୍ଜନ ଜାଗା କ'ଣ ପିଲାମାନେ ନା ସୁନସାନ ଜାଗା। ସେଠି ଛେଳିକି ବଞ୍ଚେଇବା ପାଇଁ କେହି ବି ନାହାନ୍ତି। ତ ପିଲାମାନେ ଦେଖିବା ସେଇ ସମୟରେ କପୋତଟି କ'ଣ କରିଛି ଛେଳିର ଜୀବନକୁ ବଞ୍ଚେଇବା ପାଇଁ। ଛେଳିର ବୋବାଇବା କଥା କାହାକୁ ଶୁଭିବନି। ତ ପିଲାମାନେ ଯେହେତୁ ସେଇଟା ଗୋଟିଏ ନିର୍ଜନ ବା ସୁନସାନ ଜାଗା, ସେଠାରେ ଲୋକମାନେ ଯିବା ଆସିବା ମଧ୍ୟ କରନ୍ତିନି, ଛେଳିର ବୋବାଇବା ମଧ୍ୟ କାହାକୁ ଶୁଭିବନି। କ'ଣ କରିବ? ତ ପିଲାମାନେ ଏମିତି କପୋତଟି ଭାବୁଥାଏ ଯେ ସେଇ ସମୟରେ ସେ କ'ଣ କରିବ, ଏମିତି ଭାବି ଚାଲିଲା। ହଠାତ୍ ତାର ମନେ ପଡ଼ିଲା ଯେ କପୋତ ସେଦିନ ଶିକାରୀ ପାଖରୁ ବଞ୍ଚିଗଲା କେବଳ ଛେଳିର ଘୁଙ୍ଗୁର ପାଇଁ। ତ ପିଲାମାନେ ସେଇ ସମୟରେ କପୋତଟି କେବଳ ମନେ ପକାଉଥାଏ ସେଦିନ ସେଇ କଥା, ଯେତେବେଳେ ଶିକାରୀଟି ତାକୁ ମାରିବା ପାଇଁ ବା ନେବା ପାଇଁ ଆସିଥିଲା, ସେତେବେଳେ ସେଇ ଛେଳିର ଘୁଙ୍ଗୁର ହିଁ ତାକୁ ବଞ୍ଚେଇ ଦେଇଥିଲା। ସେଇ ଘୁଙ୍ଗୁର କଥା ହିଁ ତାର ମନେ ପଡ଼ୁଥାଏ। ସେ କ'ଣ ସେଇ ଘୁଙ୍ଗୁରରେ ଛେଳିର ଜୀବନକୁ ବଞ୍ଚାଇ ପାରିବ? ତାର ଘୁଙ୍ଗୁର କଥା ମନେ ପଡ଼ିବାରୁ କପୋତ ଏବେ ଭାବିଲା ଯେ ସେ ଘୁଙ୍ଗୁରକୁ ନେଇ କିଛି ବାଟ କରିବ। ତ ପିଲାମାନେ ଯେହେତୁ ସେ ଘୁଙ୍ଗୁର ସାହାଯ୍ୟରେ ସେ ତାର ଜୀବନକୁ ସେଦିନ ଫେରି ପାଇଥିଲା, ଛେଳିଟି ତାର ଜୀବନ ବଞ୍ଚାଇଥିଲା, ସେ କପୋତ ନିଜେ ଚିନ୍ତା କରୁଛି କ'ଣ ନା ସେ ଘୁଙ୍ଗୁର ସାହାଯ୍ୟରେ ସେ ଛେଳିକୁ ମଧ୍ୟ ଆଜି ବଞ୍ଚେଇବ। ତ ପିଲାମାନେ ଦେଖିବା ତାପରେ କ'ଣ କଲା କପୋତ। ଏମିତି ଭାବି ଆଉ କିଛି ଡେରି ନ କରି ଉଡ଼ିଗଲା ଛେଳି ଉପରକୁ। ତ ପିଲାମାନେ କପୋତଟି ଆଉ ଡେରି ନ କରି ସେ କ'ଣ କଲା ସାଙ୍ଗେ ସାଙ୍ଗେ ନା ଛେଳି ଉପରକୁ ଉଡ଼ିଗଲା ଛେଳି ବେକରେ ଲାଗିଥିବା ଘୁଙ୍ଗୁରକୁ ଆଣିବା ପାଇଁ। ତ ପିଲାମାନେ ଛେଳି ବେକରେ ଯେଉଁ ଘୁଙ୍ଗୁର ଲାଗିଥିଲା ତାକୁ ଆଣିବା ପାଇଁ କପୋତ ଉଡ଼ିଗଲା। ସେ ଘୁଙ୍ଗୁର ଲାଗିଥିବା ସୂତାକୁ କାଟିବାକୁ ଚେଷ୍ଟା କରି ଚାଲିଲା। ତ ପିଲାମାନେ କପୋତର ଯେହେତୁ ସେ ଘୁଙ୍ଗୁର କଥା ମନେ ପଡ଼ିଗଲା, ସେଇ ସମୟରେ କପୋତ ଚିନ୍ତା କରିଛି ସେଇ ଘୁଙ୍ଗୁର ସାହାଯ୍ୟରେ ସେ ଆଜି ବି ସେଇ ଛେଳି ଜୀବନକୁ ବଞ୍ଚାଇବ। ଆଉ ସେ ସଙ୍ଗେ ସଙ୍ଗେ ଡେରି ନ କରି ଛେଳି ଉପରକୁ ଉଡ଼ିଗଲା। ଆଉ ସଙ୍ଗେ ସଙ୍ଗେ ସେ କ'ଣ କଲା ନା ଛେଳି ବେକରେ ଥିବା ଘୁଙ୍ଗୁର ସୂତାକୁ କାଟିବାକୁ ସେ ଚେଷ୍ଟା କରି ଚାଲିଲା। କେତେ ସମୟ ପରେ ସେ ଘୁଙ୍ଗୁରକୁ ସୂତା ସହ କାଟିବାରେ ସଫଳ ହେଲା। ସେ ଘୁଙ୍ଗୁରକୁ ପିଲାମାନେ କ'ଣ କଲା ନା କପୋତ ସେ କୌଶଳ କରି ସେ କ'ଣ କଲା ନା ଘୁଙ୍ଗୁରକୁ କାଟିବାରେ ସଫଳ ହେଲା। ସେଇ ଘୁଙ୍ଗୁର ଲାଗିଥିବା ସୂତାକୁ ଥଣ୍ଟରେ ଧରି ଉଡ଼ି ଉଡ଼ି ପହଞ୍ଚିଲା ଚାଷୀର ଘର ପାଖ ଗଛରେ। ତ ପିଲାମାନେ କପୋତଟି କ'ଣ କଲା ନା ସେ ଘୁଙ୍ଗୁର ଲାଗିଥିବା ସୂତାକୁ ଥଣ୍ଟରେ ଧରି ଉଡ଼ି ଉଡ଼ି ପହଞ୍ଚିଲା ସେଇ ଚାଷୀର ଘର ପାଖ ଗଛରେ।
ପିଲାମାନେ ସେ ପାଖ ଗଛରେ କୋପତ ଯାଇ ପହଞ୍ଚିଲା। କୋପତ ମୁଣ୍ଡ ଏପଟ ସେପଟ କରି ଚାହିଁବାରୁ ଘୁଙ୍ଗୁର ବାଜିଲା। ତ ପିଲାମାନେ କୋପତର ବା ବଳ କେତେ, ସେ ନିଜର ବୁଦ୍ଧି ଖର୍ଚ୍ଚ କରି ସେ ଛେଳି ବେକରୁ ଏଇ ଘୁଙ୍ଗୁରଟି ଛିଡ଼ାଇ ଆଣିଲା। ଆଉ ଛିଡ଼ାଇ ଆଣି ସେ ଚାଷୀର ଘର ପାଖରେ ଥିବା ଗଛ ପାଖରେ ମଧ୍ୟ ପହଞ୍ଚିଲା। ଆଉ ତାକୁ ବଜେଇବ ବା କିପରି? ତାକୁ ସେ କ'ଣ କଲା ନା ମୁଣ୍ଡରେ ଗଳେଇ ଦେଇ ମୁଣ୍ଡକୁ ଏପଟ ସେପଟ କରିବାରୁ ଘୁଙ୍ଗୁରଟି ବାଜିଲା। ଘୁଙ୍ଗୁର ଶବ୍ଦ ଶୁଣି ଚାଷୀ ବାହାରକୁ ଆସି ଦେଖେ ତ ସେଇ ଘୁଙ୍ଗୁରକୁ କୋପତ ପାଖରେ ଦେଖି ବହୁତ ଆଶ୍ଚର୍ଯ୍ୟ ହେଲା। ତ ପିଲାମାନେ ଘୁଙ୍ଗୁରର ଶବ୍ଦ ଶୁଣି ଚାଷୀଟି ବାହାରକୁ ବାହାରି ଆସିଲା। ବାହାରି ଆସି ଦେଖିଲା କ'ଣ ନା ଘୁଙ୍ଗୁରକୁ କୋପତ ପାଖରେ ଦେଖି ବହୁତ ଆଶ୍ଚର୍ଯ୍ୟ ହେଲା। ତ ପିଲାମାନେ ଯେହେତୁ ଚାଷୀଟି ଛେଳି ବେକରେ ଏପରି ଘୁଙ୍ଗୁର ଲଗାଇଥିଲା, ହଠାତ୍ ସେ ଘୁଙ୍ଗୁରକୁ କୋପତ ପାଖରେ ଦେଖି ସେ ଆଶ୍ଚର୍ଯ୍ୟ ହେଲା। ତଥାପି କିଛି ନ ବୁଝି କୋପତକୁ ଚାହିଁଥାଏ। ତ ପିଲାମାନେ ତଥାପି ସେ କିଛି ନ ବୁଝି କ'ଣ କରୁଥାଏ ନା କୋପତକୁ ସେହିଭଳି ଚାହିଁ ରହିଥାଏ। ସେ ବା କେମିତି ଜାଣିବ ଛେଳି ସେଇ ପୋଖରୀରେ ସେଇ ହ୍ରଦରେ ବୁଡ଼ି ଯାଇଛି ହେଲା। ତାପରେ କୋପତ ଚାଷୀର ଚାହିଁବା ଦେଖି ଚାଷୀର ଆଗରେ ଉଡ଼ିଲା। ତ ପିଲାମାନେ କୋପତଟି ମଧ୍ୟ ଚାଷୀକୁ ଦେଖିଲା। ଚାଷୀ ତାକୁ ସେଇଭଳି ଚାହିଁ ରହିଛି। এই ଚାଷୀର ଚାହିଁବା ଦେଖି କୋପତ କ'ଣ କଲା ନା ଚାଷୀର ଆଗରେ ଉଡ଼ିଲା। ଚାଷୀ ସେଇ ଘୁଙ୍ଗୁରକୁ ଚାହିଁ କୋପତ ପଛେ ପଛେ ଚାଲିଲା। ତ ପିଲାମାନେ ଚାଷୀ କ'ଣ କଲା ନା ସେଇ ଘୁଙ୍ଗୁରକୁ ଚାହିଁ କୋପତ ପଛେ ପଛେ ଚାଲିଲା। କୋପତ ଯୁଆଡ଼େ ଗଲା ଚାଷୀ ମଧ୍ୟ ସେଇଆଡ଼େ ତା ପଛେ ପଛେ ଗଲା। କୋପତ ଉଡ଼ି ଯାଇ ସେଇ ପଙ୍କ ଗଡ଼ିଆ ପାଖରେ ପହଞ୍ଚିଗଲା। ତ ପିଲାମାନେ କୋପତ କ'ଣ କଲା ନା ଚାଷୀର ଆଗରେ ସେ ଘୁଙ୍ଗୁରକୁ ବଜାଇଲା। ଚାଷୀ ମଧ୍ୟ ତା ପଛେ ପଛେ ଧାଇଁଲା। କୋପତ ଉଡ଼ି ଉଡ଼ି ଯାଇ କ'ଣ କଲା ନା ସେ ପଙ୍କ ଗଡ଼ିଆ ପାଖରେ ପହଞ୍ଚିଗଲା। ଛେଳି ଚାଷୀକୁ ଦେଖି ବିକଳରେ ବୋବାଇଲା। ତ ପିଲାମାନେ କୋପତ ପଛେ ପଛେ କୋପତର ସେଇ ଯୋଉ ଘୁଙ୍ଗୁର ଶବ୍ଦ ଶୁଣି ଚାଷୀ ମଧ୍ୟ ତା ପଛେ ପଛେ ଗଲା। ଚାଷୀ ମଧ୍ୟ ସେଇ ଗଡ଼ିଆ ପାଖରେ ପହଞ୍ଚିଗଲା। କୋପତ ମଧ୍ୟ ସେ ଗଡ଼ିଆ ପାଖରେ ପହଞ୍ଚି ଯାଇଥିଲା। ଛେଳି ଚାଷୀକୁ ଦେଖି ବିକଳରେ ବୋବାଇଲା। ତ ପିଲାମାନେ ଛେଳି କ'ଣ କଲା ନା ଚାଷୀକୁ ଦେଖି ବିକଳରେ ବୋବାଇଲା। ଛେଳିର ଏ ଅବସ୍ଥା ଦେଖି ଚାଷୀ ଏମିତି ଗୋଡ଼ାଇଲା ଯେ ବିଲୁଆ ଚମ୍ପଟ ମାଇଲା। ତ ପିଲାମାନେ ବିଲୁଆ ମଧ୍ୟ ସେଇ ଗଡ଼ିଆ ପାଖରେ ଜଗି ରହିଥାଏ। କ'ଣ ଛେଳି କେତେବେଳେ ଉପରକୁ ଆସିବ ଆଉ ତାକୁ ଖାଇବ। ସେଇ ସମୟରେ ଚାଷୀଟି ଯେତେବେଳେ ପହଞ୍ଚିଛି, ଚାଷୀଟି କ'ଣ କଲା ନା ବିଲୁଆକୁ ଯେତେବେଳେ ଗୋଡ଼ାଇଲା, ବିଲୁଆ ସେଠି କ'ଣ କଲା ନା ଛାଡ଼ି ପଳାଇଲା ବା ଚମ୍ପଟ ମାଇଲା। ଏବେ ଖୁସିରେ ଛେଳିକୁ କାଖେଇ ଆଣୁଛି, ଦେଖିଲା ସେଇ କୋପତ ଘୁଙ୍ଗୁରକୁ ଧରି ଆଗରେ ଉଡ଼ି ଚାଲିଛି। ତ ପିଲାମାନେ ଏବେ ଖୁସିରେ ଛେଳିକୁ କାଖେଇ ଆଣୁଛି। ତ ପିଲାମାନେ ସେଇଠୁ କ'ଣ କଲା ଚାଷୀ ଆଉ ଡେରି ନ କରି ଛେଳିକୁ କାଖେଇ ଆଣିଲା। କୋପତ ଘୁଙ୍ଗୁରକୁ ଧରି ଆଗରେ ଉଡ଼ି ଚାଲିଛି। ଚାଷୀର ଘର ପାଖରେ ପହଞ୍ଚି କୋପତ ସେ ଘୁଙ୍ଗୁରକୁ ପକେଇ ଦେଇ ସେ ଗଛରେ ବସିଲା। ତ ପିଲାମାନେ ଚାଷୀ ଯାଇ କ'ଣ କଲା ନା ଛେଳିକୁ ସେ ଯୋଉ ଗଡ଼ିଆରୁ ଉଠେଇ ଆଣିଲା। ଉଠେଇ ଆଣିବା ପରେ ସେ ତାର ଘରକୁ ଫେରିଛି। କୋପତଟି ସେହି ସମୟରେ କ'ଣ କରିଛି ନା ସେ କୋପତଟି ସେ ଘୁଙ୍ଗୁରକୁ ଧରି ସେଇଠୁ କ'ଣ ତା ଘର ପାଖରେ ଆଣି ସେ ଘୁଙ୍ଗୁରକୁ ପକେଇ ଦେଇଛି। ଆଉ ତାପରେ ସେ ଚାଷୀର ଘର ପାଖରେ ଥିବା ଗଛରେ ଯାଇ କ'ଣ ବସିଛି ହେଲା। ତାପରେ ଚାଷୀର ଘର ପାଖରେ ପହଞ୍ଚି କୋପତ ସେ ଘୁଙ୍ଗୁରକୁ ପକେଇ ଦେଇ ସେ ଗଛରେ ବସିଲା। ତ ପିଲାମାନେ ଚାଷୀର ଘର ଆଗରେ କୋପତ କ'ଣ କଲା ନା ଛେଳିର ଘୁଙ୍ଗୁରକୁ ପକେଇ ଦେଇ ସେ ଗଛ ପାଖରେ ବସିଲା। ଚାଷୀ ସେ ଘୁଙ୍ଗୁରକୁ ନେଇ ପୁଣି ଛେଳି ବେକରେ ପକେଇ ଦେଲା। ତ ପିଲାମାନେ ଚାଷୀଟି ମଧ୍ୟ ଆଉ ଡେରି ନ କରି ସେ ଘୁଙ୍ଗୁରକୁ ନେଇ ପୁଣି ଛେଳି ବେକରେ ପକେଇ ଦେଲା। ଚାଷୀ ଘରକୁ ଯାଇ କେତେ ସମୟ ପରେ ବାହାରକୁ ଆସି ଦେଖିଲା ବେଳକୁ କୋପତଟି ଛେଳି ପାଖରେ ବସିଛି। ତ ପିଲାମାନେ ଚାଷୀ ଘରକୁ ଯାଇ କେତେ ସମୟ ପରେ ବାହାରକୁ ପୁଣି ଆସି ଦେଖିଲା କ'ଣ ପିଲାମାନେ କୋପତଟି ଛେଳି ପାଖରେ ବସିଛି। ଚାଷୀ ସବୁ ବୁଝିଗଲା ଛେଳି ଓ କୋପତର ସାଙ୍ଗ କଥା। ତ ପିଲାମାନେ ସେମାନେ ଦୁଇ ଜଣ ଯେହେତୁ ପାଖରେ ବସୁଛନ୍ତି, ଖେଳୁଛନ୍ତି, ହସୁଛନ୍ତି, ଏସବୁ ଦୃଶ୍ୟ ଦେଖି ଚାଷୀ ବୁଝିଗଲା ଯେ ଛେଳି ଓ କୋପତର ସାଙ୍ଗ କଥା। ସେମାନେ ଦୁଇ ଜଣ ସାଙ୍ଗ ବୋଲି ଚାଷୀଟି ବୁଝିଗଲା। ସେ ଘରକୁ ଯାଇ ଗହମ ଆଣି କୋପତକୁ ଖାଇବାକୁ ଦେଲା। ପିଲାମାନେ ଚାଷୀଟି ଯେହେତୁ ଛେଳିର ଜୀବନକୁ ବଞ୍ଚାଇଲା, ଆଉ ସେମାନେ ଦୁଇ ଜଣ ସାଙ୍ଗ ଏ କଥା ଚାଷୀ ଜାଣିବା ପରେ ଚାଷୀଟି ଆଉ ଡେରି ନ କରି ସେ ସଙ୍ଗେ ସଙ୍ଗେ ଘରକୁ ଗଲା। ଘରକୁ ଯାଇ ଗହମ ଆଣି କୋପତକୁ ଖାଇବାକୁ ଦେଲା। କୋପତ ଗହମ ଖାଇ ସେଇ ଛେଳି ପାଖରେ ଉଡ଼ୁଥାଏ, ବସି ଯାଉଥାଏ। ତ ପିଲାମାନେ କୋପତ ଆଉ କ'ଣ ସେ ଆଉ ଛେଳିକୁ ଛାଡ଼ି କୁଆଡ଼େ ବି ଗଲାନି। ସେଇ ଗହମ ଖାଇସାରିବା ପରେ ଛେଳି ପାଖରେ ଉଡ଼ୁଥାଏ, ପୁଣି ବସି ଯାଉଥାଏ। ଚାଷୀକୁ ଲାଗିଲା ଯେ କୋପତ ଏବଂ ଛେଳି ଖେଳୁଛନ୍ତି। ତ ପିଲାମାନେ ସେମାନଙ୍କର ଖୁସି ହସ ଦେଖି ଚାଷୀ ମଧ୍ୟ କ'ଣ ଭାବିଲା ନା ଚାଷୀକୁ ଲାଗିଲା ଯେ କୋପତ ଏବଂ ଛେଳି ଖେଳୁଛନ୍ତି।
ସନ୍ଧ୍ୟା ବେଳକୁ ଚାଷୀ ଗୋଟିଏ ଭାଡ଼ି ନେଇ ଆସିଲା। ତ ପିଲାମାନେ ଚାଷୀ ଆଉ ଡେରି ନ କରି ସନ୍ଧ୍ୟା ବେଳକୁ ଚାଷୀଟି କ'ଣ କଲା ନା ଗୋଟିଏ ଭାଡ଼ି ନେଇ ଆସିଲା। କପୋତ କିଛି ନ ଭାବି ସେ ଭାଡ଼ି ଭିତରକୁ ପଶିଗଲା। ତ ପିଲାମାନେ କପୋତ ମଧ୍ୟ କିଛି ନ ଭାବି ସେ ଭାଡ଼ିରେ ମଧ୍ୟ କ'ଣ ପଶିଗଲା ଭାଡ଼ି ଭିତରକୁ। ରାତିରେ ସେଇଠି ରହିଗଲା। ରାତିରେ ମଧ୍ୟ ସେଇଠି ରହିଗଲା। କପୋତ ସେଇଠି ଖାଏ, ଖାଇବାକୁ ଯାଏ, ପୁଣି ଫେରିଆସେ। ତ ପିଲାମାନେ କପୋତ କ'ଣ କଲା ନା ସେଇଠି ରହିଲା। ସେଇଠି ମଧ୍ୟ ଖାଏ, ଉଡ଼ିବାକୁ ଯାଏ, ପୁଣି ଫେରିଆସେ। କପୋତ ପୋଷା ମାନିଯିବାରୁ ଚାଷୀ ବହୁତ ଖୁସି ହୋଇଗଲା। ତ ପିଲାମାନେ ଯେହେତୁ କପୋତ ଉଡ଼ିବାକୁ ଯାଏ, ପୁଣି ସେଇ ଭାଡ଼ି ପାଖକୁ ଫେରିଆସେ, ଏଭଳି ଦେଖି ଚାଷୀ ବହୁତ ଖୁସି ହୋଇଗଲା। ଆଉ ସେ କ'ଣ ପୋଷା ମାନିଯିବାରୁ ଚାଷୀ ବହୁତ ଖୁସି ହୋଇଗଲା କପୋତ ଉପରେ। କେଇଦିନ ପରେ ଗୋଟିଏ ଘୁଙ୍ଗୁର ଆଣି କପୋତ ବେକରେ ଝୁଲେଇ ଦେଲା। ତ ପିଲାମାନେ କିଛି ଦିନ ଏହିଭଳି ବିତିଗଲା ପରେ ଚାଷୀଟି ଦେଖିଲା ଯେ କପୋତ ପୋଷା ମାନିଗଲା। ସେ ଛେଳି ଭଳି ଗୋଟିଏ ଘୁଙ୍ଗୁର ଆଣି କପୋତ ବେକରେ ଝୁଲେଇ ଦେଲା। ଛେଳି ଏବଂ କପୋତର ସାଙ୍ଗ ଦେଖି ଚାଷୀ ଖୁସି ହୁଏ। ତ ପିଲାମାନେ ଛେଳି ଆଉ କପୋତର ସାଙ୍ଗ ଦେଖି ଛେଳି ମଧ୍ୟ ଖୁସି ହୁଏ। ପ୍ରକୃତ ବନ୍ଧୁର ଉପକାର ଛେଳି କପୋତର ବନ୍ଧୁତ୍ୱ ଏବଂ ସାହାଯ୍ୟର ଉଦାହରଣ। ତ ପିଲାମାନେ ଦେଖିଲ ତ କପୋତଟି କିପରି ପକ୍ଷୀ ହୋଇ ଛେଳିକୁ ସାହାଯ୍ୟ କଲା, ଛେଳି ମଧ୍ୟ କପୋତକୁ ସାହାଯ୍ୟ କଲା। ତ ପିଲାମାନେ ସାହାଯ୍ୟର ପ୍ରତିବଦଳରେ ଆମକୁ ସାହାଯ୍ୟ ହିଁ ମିଳିଥାଏ। ତ ପିଲାମାନେ ତମାନେ କ'ଣ କରିବ ନା କାହାକୁ ସାହାଯ୍ୟ କରି ଦେଖ, ତା ପ୍ରତିବଦଳରେ ନିଶ୍ଚୟ ତମାନଙ୍କୁ ସାହାଯ୍ୟ ହିଁ ମିଳିବ। ତ ପିଲାମାନେ ଦେଖିଲ ତ ଛେଳି ଆଉ କପୋତ କିପରି ସାଙ୍ଗ ହୋଇ ରହିଲେ। ଛେଳି କିପରି କପୋତକୁ ସାହାଯ୍ୟ କଲା ଆଉ କପୋତ କିପରି ଛେଳିକୁ ସାହାଯ୍ୟ କଲା। ତ ପିଲାମାନେ ସେଥିପାଇଁ ଏଠି କ'ଣ କୁହାଯାଇଛି ନା ପ୍ରକୃତ ବନ୍ଧୁର ଉପକାର ଛେଳି କପୋତର ବନ୍ଧୁତ୍ୱ ଏବଂ ସାହାଯ୍ୟର ଉଦାହରଣ। ତ ପିଲାମାନେ ଛେଳି ଆଉ କପୋତ ସେଠୁ କ'ଣ କଲେ ନା ପରସ୍ପରକୁ କ'ଣ ବିପଦରୁ ସାହାଯ୍ୟ କଲେ, ଆଉ ସେମାନେ ସାଙ୍ଗ ବା ବନ୍ଧୁ ହୋଇକି ରହିଲେ। ତ ପିଲାମାନେ ଗପଟି ଯଦି ତମମାନଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।